AM Music। ପିଲାମାନେ ପିତାମାତାଙ୍କୁ ସମାଦର କର। ହେ ପିଲାମାନେ ପିତାମାତାଙ୍କୁ ସମାଦର କର। प्रेज द लॉर्ड, हालेलुया। प्रभुଙ୍କ ମହାନ ନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ପୁନର୍ବାର ମୋତେ ପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ତାହା ଆପଣମାନେ ପାଇବେ ଗୀତ 23 ପର୍ବ 1 ପଦ। ତାହା ଆମମାନଙ୍କର ସମସ୍ତଙ୍କର ପ୍ରିୟ ପଦ ଆଉ ଅତି ପରିଚିତ। ପଢ଼ିବା। ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ସଦାପ୍ରଭୁ ଯେ ଆମମାନଙ୍କର ଜୀବନର କର୍ତ୍ତା, ସେ ଆମମାନଙ୍କର ସବୁ ଅବସ୍ଥାରେ ଆମକୁ ଧରି ରଖିଅଛନ୍ତି ଏବଂ ଆମମାନଙ୍କର ଯତ୍ନ ତତ୍ତ୍ୱ ମଧ୍ୟ ସେ ନିଅନ୍ତି। ସେ ଆମମାନଙ୍କୁ ପ୍ରତିପାଳନ କରିଅଛନ୍ତି। ଆମମାନଙ୍କର ସବୁ ଅବସ୍ଥାରେ ସେ ଆମମାନଙ୍କର ସହିତରେ ଅଛନ୍ତି। ସେ ଜାଣନ୍ତି ତାଙ୍କର ପିଲାମାନେ କେଉଁ ଅବସ୍ଥାରେ ଥିଲେ ମଧ୍ୟ ସେ ଆମମାନଙ୍କର ଯତ୍ନ ତତ୍ତ୍ୱ ନେବେ। ପ୍ରଭୁ ମହାନ ପରମେଶ୍ୱର ଯିଏକି ଆମମାନଙ୍କୁ ମନୁଷ୍ୟ ରୂପରେ ଗଢ଼ିଲେ, ଆମମାନଙ୍କୁ ପ୍ରେମ କରିଲେ, ଆମମାନଙ୍କର ଯତ୍ନ ତତ୍ତ୍ୱ ନେଲେ, ଆଜି ପର୍ଯ୍ୟନ୍ତ ସେ ଆମମାନଙ୍କୁ କଢ଼ାଇ ଆଣିଅଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଆମମାନେ ଧନ୍ୟବାଦ ଦେବା। ତାହାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକୁ ଆମେ ସ୍ମରଣ କରିବା, ତାହାଙ୍କ ନିକଟବର୍ତ୍ତୀ ଆମମାନେ ହେବା, କାରଣ ସେ ଆମମାନଙ୍କୁ ସବୁ ଅବସ୍ଥାରେ ପାଳନ କରିଛନ୍ତି। ଆମମାନଙ୍କର ବିଭିନ୍ନ ପ୍ରକାର ଅଭାବ ଗୁଡ଼ିକୁ ସେ ପୂରଣ କରନ୍ତି। ଜଗତରେ ଯେତେବେଳେ ଆମେ ବଞ୍ଚିଛୁ, ପାରିବାରିକ ଭାବେ, ଜାଗତିକ ଭାବେ ଆମର ଅନେକ ବିଷୟ ଅଛି। ଆମେ ଭାବୁ ଆମେ ନିଜ ଇଚ୍ଛାରେ ସେ ସମସ୍ତ ବିଷୟ କରିଦେଇପାରୁ, କିନ୍ତୁ ଆମମାନଙ୍କର ନିଜ ଇଚ୍ଛାରେ ଆମେ ସେ ସମସ୍ତ ବିଷୟ କରିପାରିବୁ ନାହିଁ, କାରଣ ଆମମାନଙ୍କର ସେ ସାମର୍ଥ୍ୟତା ନାହିଁ। ଯେ କି ସାମର୍ଥ୍ୟ ପରମେଶ୍ୱର ଊର୍ଦ୍ଧ୍ୱରେ ବସିଅଛନ୍ତି, ସେ ଆମମାନଙ୍କର ସମସ୍ତ ବିଷୟକୁ ଦେଖୁଅଛନ୍ତି, ଜାଣିଅଛନ୍ତି ତାଙ୍କର ପିଲାର କ'ଣ ଦରକାର, କ'ଣ କଲେ ସେ ଖୁସିରେ ରହିବ, ଆନନ୍ଦରେ ରହିବ, ଦୁଃଖ ପାଇବନି, କି ପ୍ରକାର କାର୍ଯ୍ୟ କଲେ ସେ ସମସ୍ତ ବିଷୟରେ ସନ୍ତୁଷ୍ଟ ହେବ। ଯେପରି ମା' ବାପା ନିଜର ଛୁଆମାନଙ୍କୁ ଜନ୍ମରୁ ପ୍ରତିପାଳନ କରନ୍ତି, ସେ ପ୍ରକାର ଆମମାନଙ୍କର ଊର୍ଦ୍ଧ୍ୱରେ ଥିବା ପିତା ଆମମାନଙ୍କର ଯତ୍ନ ତତ୍ତ୍ୱ ମଧ୍ୟ ସେ ପ୍ରକାର ନିଅନ୍ତି, ତାଠାରୁ ଆହୁରି ଅଧିକ ନିଅନ୍ତି। ମା' ବାପା ମନ କଥା ଜାଣିପାରନ୍ତିନି, କିନ୍ତୁ ଊର୍ଦ୍ଧ୍ୱରେ ଯେ ପିତା ଆମମାନଙ୍କର ବସିଅଛନ୍ତି, ସେ ଆମମାନଙ୍କର ମନ କଥା ଜାଣନ୍ତି। ମନରେ ଆମମାନଙ୍କର କ'ଣ ଆନ୍ଦୋଳନ ହେଉଛି ସେ ସବୁ ବିଷୟ ଜାଣନ୍ତି। ସେଥିପାଇଁ ସେ ଆମମାନଙ୍କର ବହୁ ଯତ୍ନ ନିଅନ୍ତି। ଆମମାନେ ମଧ୍ୟ ତାହାଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ। ଯେଶାୟା 40 ପର୍ବ 11 ପଦରେ ଲେଖାଯାଏ, ସେ ମେଷପାଳକ ପରି ଆପଣା ପଲକୁ ଚରାଇବେ, ମେଷ ଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ। କେତେ ସୁନ୍ଦର ସେ ଆମମାନଙ୍କୁ କଢ଼ାଇ ଆଣୁଛନ୍ତି। ମେଷ ପାଳକ ପରି ଆପଣା ପଲକୁ ସେ ଚରାଇବେ। ଗୋଟିଏ ମେଷ ଯେପରି କଷ୍ଟ ନ ପାଏ, ଗୋଟିଏ ମେଷ ଯେପରି ହଜି ନଯାଏ, କୌଣସି ତାର ଅସୁବିଧା ନ ହୁଏ, ସେ ଆମମାନଙ୍କୁ ମେଷ ପାଳକ ପରି ଚଳାନ୍ତି। ମେଷ ଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ। ମେଷ ଛୁଆମାନଙ୍କୁ ଯେପରି
ଗେଲ କରାଯାଏ, ଆଦର କରାଯାଏ, କୋଳରେ ଯତ୍ନର ସହିତ ରଖାଯାଏ। ସାନ ଶିଶୁଟି ଯେତେବେଳେ ଜନ୍ମ ହୁଏ ତାକୁ କୋଳରୁ ଓହ୍ଲାଯାଏନି, କାରଣ ତାକୁ କାଟିବ। କୌଣସି ଯଦି ଜାଗାରେ ତାକୁ ରଖାଯାଏ ହୁଏତ ତା ଶରୀର କାଟିବ କି କୌଣସି କଷ୍ଟ ହେବ। ସେଥିପାଇଁ ମାଆ କ'ଣ କରେ, ପିଲାଟିକୁ ଯେ ପ୍ରକାର କୋଳରେ ଚାପି ରଖେ ସେଇ ପ୍ରକାର ଆମମାନଙ୍କର ସଦାପ୍ରଭୁ ମଧ୍ୟ ଆମମାନଙ୍କୁ କ'ଣ କରନ୍ତି, କୋଳରେ ସଂଗ୍ରହ କରନ୍ତି, କୋଳରେ ଆବୋରି ଧରନ୍ତି ତାହାଙ୍କର ସନ୍ତାନମାନଙ୍କୁ। ସେ ଆମମାନଙ୍କର ପ୍ରତିପାଳନ କରନ୍ତି। ସେ ଆମମାନଙ୍କୁ ସବୁ ଅବସ୍ଥାରେ ଆମମାନଙ୍କୁ ଆବୋରିବା ପରମେଶ୍ୱର, ସବୁ ଅବସ୍ଥାରେ ସେ ଆମମାନଙ୍କୁ ଧରି ରଖିବା ପରମେଶ୍ୱର, ଆମମାନଙ୍କର ଯତ୍ନ ତତ୍ତ୍ୱ ନେବା ପରମେଶ୍ୱର। ଆମମାନେ ତାଙ୍କୁ ପଚାରୁ କି ନ ପଚାରୁ ସେ ଆମମାନଙ୍କୁ ଯଥାସାଧ୍ୟ ଆମମାନଙ୍କୁ ସେ ଦେଖୁଛନ୍ତି, ଆମମାନଙ୍କ ଯତ୍ନ ତତ୍ତ୍ୱ ନେଉଛନ୍ତି, ଆମମାନଙ୍କର ପ୍ରତିପାଳନ କରୁଅଛନ୍ତି। ଆମମାନଙ୍କର ସବୁ ବିଷୟ ସକାଳର ଆରମ୍ଭରୁ ରାତ୍ରିର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଆମମାନଙ୍କର ସମସ୍ତ ବିଷୟକୁ ଦେଖୁଅଛନ୍ତି ଓ ଜାଣୁଅଛନ୍ତି। ସେ ଦିବା ରାତ୍ର ଆମମାନଙ୍କ ସହିତରେ ବାସ କରନ୍ତି। ଆମମାନଙ୍କର ପାଖେ ପାଖେ ସେ ଅଛନ୍ତି। ସେ ଆମମାନଙ୍କୁ ତାହାଙ୍କର ଖୁଆଡ଼ରେ ରଖିବା ପାଇଁ ଚାହାନ୍ତି। ସେମାନଙ୍କର କୌଣସି ଅଭାବ ହେବାକୁ ମଧ୍ୟ ଦେବେ ନାହିଁ। ଯେ ପ୍ରକାର ଲେଖାଯାଏ ଫିଲିପିୟ 4:19 ପାଉଲ କହନ୍ତି, ପୁଣି ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ ହେବ। ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ଯିଏକି ଆମମାନଙ୍କର ଯତ୍ନ ତତ୍ତ୍ୱ ନେବା ପରମେଶ୍ୱର, ତାହାଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହୃତ ହେବା, ତାହାଙ୍କର ନିକଟବର୍ତ୍ତୀ ହେବା, ତାଙ୍କର ଐଶ୍ୱର୍ଯ୍ୟତାରେ ସେ ଆମର ସମସ୍ତ ଅଭାବକୁ କ'ଣ କରିବେ, ପୂରଣ କରିବେ, ଯେତେବେଳେ ଆମେ ତାହାଙ୍କ ସହିତ ଲାଗି ରହିବା। କାରଣ ସେ ଆମମାନଙ୍କୁ ସମ୍ପୂର୍ଣ୍ଣତା ଦେବାକୁ ସକ୍ଷମ ପରମେଶ୍ୱର। ତାହାଙ୍କ ଦ୍ୱାରା ଆମେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ସେହି ପରିତ୍ରାଣ ଦ୍ୱାରା ଆମମାନଙ୍କର ସମସ୍ତ ପାପ ଦୋଷ ଅଯୋଗ୍ୟତା ମାର୍ଜନା କରିବା ନିମନ୍ତେ ସେ ସଦାସର୍ବଦା ପ୍ରସ୍ତୁତ ଅଛନ୍ତି। ସେ ଆମକୁ ପ୍ରତିପାଳନ କରନ୍ତି, ସେ ଆମମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି। ତାହାଙ୍କର ମାନେ ମନୋନୀତ ବ୍ୟକ୍ତି, ତାହାଙ୍କର ମନୋନୀତ ବ୍ୟକ୍ତି ହେଇଥିବାରୁ ସେ ଆମମାନଙ୍କୁ ସଦାସର୍ବଦା କ'ଣ କରନ୍ତି, ଆମମାନଙ୍କୁ ସେ ନିରୀକ୍ଷଣ କରନ୍ତି। ତାଙ୍କର ପିଲାମାନେ କ'ଣ କରୁଛି, ଶୋଇଛନ୍ତି କି ବସିଛନ୍ତି କି ଖାଉଛନ୍ତି ପିଉଛନ୍ତି, ଏହି ପ୍ରକାର ସେ ଆମମାନଙ୍କର କ'ଣ କରନ୍ତି, ଯେପରି ମା ବାପା ମାନେ ନିଜର ସନ୍ତାନମାନଙ୍କର ସବୁ ଅବସ୍ଥାରେ ଟିକି ନିକି ବିଷୟ ନିରୀକ୍ଷଣ କରନ୍ତି, ସେହି ପ୍ରକାର ଆମମାନଙ୍କର ଉର୍ଦ୍ଧ୍ୱରେ ପିତା ଥାଇ ସେ ଆମମାନଙ୍କର ନିରୀକ୍ଷଣ କରନ୍ତି। ତାଙ୍କର ପିଲାମାନଙ୍କର କ'ଣ ଦରକାର, କ'ଣ ହେଲେ ସେ ଭଲରେ ରହିବ, ଏସବୁ ଚିନ୍ତା ସେ ଆମମାନଙ୍କ ନିମନ୍ତେ କରନ୍ତି ଓ ଆମମାନଙ୍କର ସମସ୍ତ ଅଭାବକୁ ମଧ୍ୟ ସେ ପୂର୍ଣ୍ଣ କରନ୍ତି। ଆମେ ସମସ୍ତେ ତାଙ୍କ ସହିତ ଲାଗି ରହିବା ଆବଶ୍ୟକ। ଆମମାନଙ୍କର ସ୍ୱଳ୍ପ ଜୀବନରେ ଯେତିକି ସମୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ଜଗତରେ, ସେତିକି ସମୟ ମଧ୍ୟରେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ। ତାହାଙ୍କ ସହିତ ଲାଗି ରହିବା, ପ୍ରାର୍ଥନାର ସହିତ ଜୀବନ କାଟିବା, ବିଶ୍ୱସ୍ତ ହେବା, ଆମମାନଙ୍କ ମୁଖକୁ ସଂଯତ କରିବା, ଆମମାନଙ୍କର ରାଗ କ୍ରୋଧ ହିଂସା ବିଭିନ୍ନ ପ୍ରକାର ଯେଉଁ ମନ୍ଦ ଅଭ୍ୟାସ ଗୁଡ଼ିକ ଅଛି ତାହା ଯେପରି ଆମମାନଙ୍କ ଜୀବନରୁ ଦୂର ହେବ, ତାହେଲେ ପ୍ରଭୁ ଆମମାନଙ୍କ ନିମନ୍ତେ ସନ୍ତୁଷ୍ଟ ହେବେ ଯେ ମୋ ପିଲା ଗୋଟେ ଉତ୍ତମ ସନ୍ତାନ ହୋଇପାରିଛି। ଆମମାନଙ୍କ ଭିତରେ ଯଦି ଜାଗତିକ ବିଷୟ ଗୁଡ଼ିକ ଲାଗି ରହିଛି, ଯଦି ଶୈତାନର ସମସ୍ତ ପ୍ରଭାବ ଆମମାନଙ୍କ ପାଖରେ ଅଛି, ତାହେଲେ ଆମମାନଙ୍କର ପିତା କେବେ ସନ୍ତୁଷ୍ଟ ହେବେ ନାହିଁ।
ଯଦି ଆମମାନଙ୍କର ପିଲାମାନେ ଅବାଟରେ ଯାଉଛନ୍ତି, ଆମମାନଙ୍କର ଦିନ ରାତିର ଚିନ୍ତା ଆମମାନଙ୍କ ପିଲା କେ ପ୍ରକାର ଅବାଟରୁ ଫେରିବ, ସେଇ ପ୍ରକାର ଆମମାନଙ୍କର ସ୍ୱର୍ଗସ୍ଥ ପିତା ମଧ୍ୟ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି ଯେ ତାଙ୍କର ପିଲା କି ପ୍ରକାର ଭଲରେ ରହିବ। ସମୟ ଥାଉ ଥାଉ ଆମେ ନିଜ ନିଜକୁ ପ୍ରସ୍ତୁତ କରିବା, ନିଜ ନିଜକୁ ପରିବର୍ତ୍ତନ କରିବା। ସେ ଯେ ଆମମାନଙ୍କର ପ୍ରତିପାଳକ, ସେ ଯେ ଆମମାନଙ୍କର କୌଣସି ଅଭାବ ହେବାକୁ ଦେବେ ନାହିଁ, ଯେଉଁ ପ୍ରତିଶ୍ରୁତି ସେ ଆମମାନଙ୍କୁ ଦେଇଛନ୍ତି ସେ ପ୍ରତିଶ୍ରୁତିରେ ସେ ଅଟଳ। କିନ୍ତୁ ଆମେ ସେ ପ୍ରତିଶ୍ରୁତିକୁ ଗ୍ରହଣ କରିବା ନିମନ୍ତେ ଆଜି ପ୍ରସ୍ତୁତ କି? ଜଗତର ସମସ୍ତ ବିଷୟରେ ଆମେ ଏତେ ମାତିଛୁ ଯାହାକି ପରମେଶ୍ୱରଙ୍କ ଆଡ଼େ ଅନେଇବା ନିମନ୍ତେ ଆମମାନଙ୍କର ସମୟର ଅଭାବ। ସେ ଅଭାବକୁ ପୂରଣ କରିବା ନିମନ୍ତେ ସେ ଆମମାନଙ୍କୁ ସମସ୍ତ ବିଷୟ ଦେବା ନିମନ୍ତେ ସାମର୍ଥ୍ୟ ପରମେଶ୍ୱର। ସମୟ ଥାଉ ଥାଉ ତାହାଙ୍କ ନିମନ୍ତେ ଆମେ ମନୋଯୋଗୀ ହେବା, ତାହାଙ୍କୁ ସନ୍ତୁଷ୍ଟ କରିବା। ସେ କେବଳ ତାହାଙ୍କ ନିମନ୍ତେ ଆମମାନଙ୍କୁ କ'ଣ ମାଗନ୍ତି? କେବଳ ଧନ୍ୟବାଦ, କେବଳ ତାହାଙ୍କ ସହିତ ଲାଗି ରହିବା ନିମନ୍ତେ ସେ ଚାହାନ୍ତି। ସେ ତ ସମସ୍ତ ବିଷୟରେ ସାମର୍ଥ୍ୟ ପରମେଶ୍ୱର। ଆମେ ତାଙ୍କୁ କ'ଣ ଦେବା? କେବଳ ତାହାଙ୍କ ପାଖରେ ଆମେ ଧନ୍ୟବାଦ ଦେବା, କେବଳ ତାହାଙ୍କ ପାଖରେ ଆମେ କୃତଜ୍ଞ ହେବା ଯେ ସଦା ସର୍ବଦା ସେ ଆମମାନଙ୍କ ନିମନ୍ତେ ମନୋଯୋଗୀ ଅଛନ୍ତି। ସେ ଆମମାନଙ୍କୁ ପ୍ରତିପାଳନ କରୁଅଛନ୍ତି, ସେ ଆମମାନଙ୍କର ଅଭାବକୁ ପୂରଣ କରୁଅଛନ୍ତି। ସେଥିପାଇଁ ଆଜି ସମୟ ଥାଉ ଥାଉ ଆମେ ଯେତେ ଜଣ ଆଜି ଏ ବାକ୍ୟ ଶୁଣୁଛୁ ସମସ୍ତେ ପରିବର୍ତ୍ତନ ହେବାକୁ ଯେପରି ଚେଷ୍ଟା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଛୋଟ ବାକ୍ୟ ଦ୍ୱାରା ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ ଆମମାନଙ୍କ ପ୍ରତି ସଦା ସର୍ବଦା ଥାଉ। ଏହି ପ୍ରକାର ଆମେ ଯେପରି ଅନ୍ୟମାନଙ୍କ ଆଗରେ ଏ ଛୋଟ ଛୋଟ ବାକ୍ୟ ଦ୍ୱାରା ତାହାଙ୍କୁ ପରିବର୍ତ୍ତନ କରିପାରିବା। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ଧନ୍ୟବାଦ 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 ଦଉଛୁ ପିତା, ତୁମେ ଯେ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର ବାପା, ଆମମାନଙ୍କର ଜୀବନର କର୍ତ୍ତା, ଆମମାନଙ୍କ ଜୀବନକୁ ତୁମେ ସଜାଡ଼ିବା ପରମେଶ୍ୱର। ପ୍ରଭୁ ତୁମେ ମାତୃଗର୍ଭ ପୂର୍ବରୁ ପ୍ରଭୁ ଆମମାନଙ୍କୁ ତୁମେ ଜାଣିଅଛ, ଆମମାନଙ୍କୁ ତୁମେ ଗଠନ କରିଅଛ, ଆମମାନଙ୍କର ଯତ୍ନ ତତ୍ତ୍ୱ ନେଇ ଜଗତ ଦେଖିବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଇଛ, ଆମମାନଙ୍କୁ ତୁମେ ପ୍ରତିପାଳନ କରିଅଛ, ଆମମାନଙ୍କର ସମସ୍ତ ଅଭାବକୁ ତୁମେ ପୂରଣ କରିବା ନିମନ୍ତେ ସାମର୍ଥ୍ୟ ପରମେଶ୍ୱର। କିନ୍ତୁ ପ୍ରଭୁ ଆଜି ଆମେ ଅବାଟରେ ଅଛୁ ପ୍ରଭୁ, ଆମେ ପ୍ରଭୁ ମନ୍ଦ ପଥରେ ଅଛୁ ପ୍ରଭୁ। ତୁମେ ଆମମାନଙ୍କୁ ତୁମର ପଥ ଦେଖାଅ, ତୁମର ସେ ଆଲୋକ ଦେଖାଅ, ଯାହାଦ୍ୱାରା ପ୍ରଭୁ ଆମେ ତୁମ ନିକଟବର୍ତ୍ତୀ ହବୁ, ତୁମ ସହିତ ଲାଗି ରହିବୁ, ତୁମ ସହିତ ପ୍ରଭୁ ଜୀବନ ଅତିବାହିତ କରିବୁ। ସେ ପ୍ରକାର ତୁମେ ଆମମାନଙ୍କୁ ଦୟା କର ପିତା। ସର୍ବଶକ୍ତିମାନ ପରମେଶ୍ୱର, ପ୍ରାର୍ଥନା ଶୁଣି ତୁମେ ଉତ୍ତର ଦେବା ପରମେଶ୍ୱର। ଆଜି ଯେଉଁ ପୁଅ ଝିଅମାନେ ପ୍ରଭୁ ଆଜି ଅବାଟରେ ଅଛନ୍ତି, ତୁମେ ସେମାନଙ୍କୁ ତୁମର ପଥ ଦେଖାଅ ବୋଲି ନିବେଦନ କରୁଛୁ ବାପା। ପ୍ରଭୁ ଅନ୍ଧକାର ସମସ୍ତ ଅନ୍ଧକାରକୁ ଦୂର କରି ପ୍ରଭୁ ତୁମର ଆଲୋକ ଯେପରି ସେମାନଙ୍କ ଜୀବନରେ ପ୍ରବେଶ କରିବ, ସେହି ପ୍ରକାର ତୁମେ ସାହାଯ୍ୟ କର। ସବୁ ଅବସ୍ଥାର ଭାର ତୁମେ ନିଅ ପିତା। ହଁ ପ୍ରଭୁ, ସମୟ ଯେ ଆମମାନଙ୍କ ନିମନ୍ତେ ଅତି ଅଳ୍ପ, ଆମେ ସେ ସମୟ ମଧ୍ୟରେ ଯେପରି ତୁମ ନିକଟବର୍ତ୍ତୀ ହବୁ, ସେହି ପ୍ରକାର ତୁମେ ଆମମାନଙ୍କୁ ଦୟା କର। ସର୍ବଶକ୍ତିମାନ ପରମେଶ୍ୱର, ପ୍ରାର୍ଥନା ଶୁଣି ତୁମେ ଉତ୍ତର ଦଉଛ ବୋଲି ଧନ୍ୟବାଦ। ଏ ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ତୁମର ଚନ୍ଦ୍ର ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ, ଆମେ ଯେମିତି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ତୁମେ ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର, ଯେଣୁ ରାଜତ୍ୱ ପରାକ୍ରମ ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍।